ଯେଉଁ ମଣିଷ ସତ କହିବାକୁ ପସନ୍ଦ କରେ ଏବଂ ବିନା ଦ୍ୱିଧାରେ ସତ କହିଥାଏ ସେହି ମଣିଷ ହିଁ ଦୁନିଆରେ ଅଧିକ ଘୃଣାର ପାତ୍ର ହୁଏ। ଅନ୍ୟର ପ୍ରେମ କାହାଣୀ ଆମକୁ ସେତେବେଳେ ଭଲ ଲାଗେ ଯେତେବେଳେ ଆଉ କାହା ପାଇଁ ପ୍ରେମ ଆମ ହୃଦୟରେ ଥାଏ। କେବଳ ଗୋଟିଏ ଭୁଲର ଅପେକ୍ଷା ତୁମର ସବୁ ଭଲ କାମକୁ ମାଟିରେ ମିଶାଇ ଦେବା ପାଇଁ। ସମସ୍ତଙ୍କୁ ଖୁସି କରିବା ନିଶ୍ଚୟ ଆମ ହାତରେ ନଥାଇପାରେ, କିନ୍ତୁ କାହାକୁ ଦୁଃଖୀ ନ କରିବା ନିଶ୍ଚୟ ଆମ ହାତରେ ଅଛି। ଏହା ସତ କି କେହି କାହା ବିନା ମରିଯାଏନି, କିନ୍ତୁ କେବଳ ନିଶ୍ୱାସ ନେବାକୁ ଜୀବନ କୁହାଯାଏନି। ସମ୍ପର୍କରେ ଥରେ ଭାଙ୍ଗିଥିବା ବିଶ୍ୱାସ ଏବଂ ପଡ଼ିଯାଇଥିବା ତରକାରୀ ଏ ଦୁହିଁଙ୍କ ମଧ୍ୟରେ ଖାସ୍ ଫରକ ନଥାଏ। ଦୁଇଟି ଯାକ ସଜାଡ଼ିବାକୁ ଚେଷ୍ଟା କଲେ ଆଉ ପୂର୍ବ ଭଳି ସ୍ୱାଦ ଫେରି ଆସିନଥାଏ। ଏତେ ବି ସହଜ ନୁହେଁ ନିଜ ଇଚ୍ଛାରେ ବଞ୍ଚିବା। କିଛି ନିଜ ଲୋକଙ୍କ ଆଖିରେ ବି ଯାଏନି ଯେବେ ଆମେ କିଛି ମୁହୂର୍ତ୍ତ ନିଜ ପାଇଁ ବଞ୍ଚୁ। ନିଜଠାରୁ ବଡ଼ ଲୋକଙ୍କ ସାମ୍ନାରେ କେବଳ ସିଏ ହିଁ ମୁଣ୍ଡ ନୁଆଇଥାଏ ଯାହା ପାଖରେ ସଂସ୍କାରର ଜ୍ଞାନ ଥାଏ। ଜୀବନର ଆଇନା ଅନ୍ୟ କାହାକୁ ଦେଖାଇବା ପୂର୍ବରୁ ଥରେ ନିଜେ ଦେଖିବା ଭଲ। ଆମେ ଏବେ ସେଇ ଯୁଗରେ ବଞ୍ଚୁଛେ ଯେଉଁଠି ସରଳତାକୁ ଲୋକ ମୂର୍ଖତାର ପରିଚୟ ଦିଅନ୍ତି। ଏ ରୋଗର କୌଣସି ବି ମେଡ଼ିସିନ ନାହିଁ ଯିଏ ଅନ୍ୟର ଉନ୍ନତି ଦେଖି ଜଳିଥାଏ। ଯଦି କୌଣସି ପୁଅ କେବଳ ତୁମ ସୌନ୍ଦର୍ଯ୍ୟକୁ ପସନ୍ଦ କରୁଛି ତେବେ ତୁମେ ବୁଝିଯାଅ କି ତାହା ପ୍ରେମ ନୁହେଁ, ଆକର୍ଷଣ ହୋଇପାରେ। ଯେବେ ମଣିଷ ଧୈର୍ଯ୍ୟ ଧରିବା ଶିଖିଯାଏ ନା, ତ ଜୀବନ ତାକୁ ସୁନ୍ଦର ଲାଗିଥାଏ। ତମେ ସେ ପର୍ଯ୍ୟନ୍ତ କାହାର ଦୁଃଖକୁ ଅନୁଭବ କରିପାରିବନି ଯେ ପର୍ଯ୍ୟନ୍ତ ସେ ଦୁଃଖ ନିଜେ ନ ପାଇଛ। ଗୋଟେ ସତ କଥା କହିବି, ସବୁ କଥାକୁ ଯଦି ହାର୍ଟଲି ନେବେ ପ୍ରତି ମୁହୂର୍ତ୍ତରେ କାନ୍ଦିବ। ସେଥିପାଇଁ ଯିଏ ଯେମିତି ତା ସହ ସେମିତି ବ୍ୟବହାର କରିବା ଶିଖ। ଜୀବନର ଗୋଟେ ସତ କଥା କହୁଛି, କାହାର ଯଦି ତୁମେ ନିକଟତର ହେବାକୁ ଚାହିଁବ ସେ ସେତିକି ଦୂରେଇ ଯିବ, ଆଉ ତୁମେ ଯେତିକି ଦୂରେଇ ଯିବ ସେ ସେତିକି ପାଖକୁ ଆସିବ। ଜୀବନରେ ନିଜର ସିକ୍ରେଟ କେବେ କାହାକୁ କହିବନି, କାରଣ ଦିନ ଏମିତି ଆସିବ ସେଇ ଲୋକ ତୁମର ସେଇ କଥାକୁ ମନେ ପକାଇ ତୁମକୁ ବ୍ଲାକମେଲ କରିବାକୁ ଚେଷ୍ଟା କରିବ। ଏ ଯୁଗରେ ମିଛକୁ ସତ ଭଳି କହିଲେ ଲୋକେ ବିଶ୍ୱାସ କରିଯାଆନ୍ତି, କିନ୍ତୁ ସତକୁ ଯେମିତି କହିଲେ ବି ଲୋକେ ତାର ପ୍ରମାଣ ଖୋଜନ୍ତି। ଦୟାରେ ମିଳିଥିବା ପ୍ରେମ ତୁମ ପାଇଁ ଉପକାର ହୋଇପାରେ, କିନ୍ତୁ ପ୍ରେମ ନୁହେଁ। ଆଉ ଏଇ ପ୍ରେମ ଅଧିକ ଦିନ ତିଷ୍ଠି ନଥାଏ। ଆଉ ପ୍ରେମକୁ ପାଇବାକୁ ଚେଷ୍ଟା କରୁଛନ୍ତି ତାହେଲେ ଚେଷ୍ଟା କରନ୍ତୁ, କିଛି ଭୁଲ ନୁହେଁ, କିନ୍ତୁ କେବେ ପ୍ରେମ ପାଇଁ ମିନତି କରନ୍ତୁ ନାହିଁ। କେତେ ଲୋକଙ୍କୁ ଦେଖୁଥିବେ ପ୍ରେମ ପାଇଁ ଭିକ ମାଗନ୍ତି, ପ୍ରେମ ପାଇଁ ଗୋଡ଼ ହାତ ଧରି ରିକ୍ୱେଷ୍ଟ କରନ୍ତି, ହେଲେ ମାଗିକି ମିଳିଥିବା ଖୁସି ବେଶୀ ସମୟ ରହିନଥାଏ। ପ୍ରକୃତ ପ୍ରେମ ତ ତାକୁ କୁହାଯାଏ ଯାହା ତୁମ ପାଖକୁ ସେ ନିଜେ ଚାଲିକି ଆସିଥାଏ। ପ୍ରେମ କାହାକୁ ସେ ପର୍ଯ୍ୟନ୍ତ କର ଯେ ପର୍ଯ୍ୟନ୍ତ ତମେ ତାକୁ ବୋଝ ନ ଲାଗିଛ। ଯେଉଁଦିନ ତୁମେ ତାକୁ ବୋଝ ଲାଗିବ ସେଇଦିନ ତାର ବୋଝ ହାଲୁକା କରିଦେବ, ଯାହାଫଳରେ ସେ ଖୁସିରେ ରହିବ ଆଉ ତୁମେ ବି। ଫୋନରେ କାହାକୁ ବ୍ଲକ୍ କରିଦେବା ସହଜ, ହେଲେ କାହାକୁ ହୃଦୟରୁ ବ୍ଲକ୍ କରିବା ସତରେ ବହୁତ କଷ୍ଟ। ଲୋକମାନେ କୁହନ୍ତି ସଚ୍ଚୋଟ ମଣିଷ ଅଧିକ ଖୁସିରେ ରୁହନ୍ତି, ପ୍ରକୃତରେ ସେମାନେ ହିଁ ଅଧିକ ଧୋକା ପାଇଥାନ୍ତି। କିଛି ଦିନ ପରେ ସମସ୍ତେ ପର ହୋଇଯାଆନ୍ତି। ଜୀବନ ସାରା କାହାକୁ ନିଜର ଭାବିବା ଗୋଟେ ଭ୍ରମ ହୋଇଥାଏ। ଖରାପ ସମୟ ତ ବଦଳିଯାଏ, ହେଲେ ବଦଳିଥିବା ମଣିଷ ସବୁଦିନେ ମନେ ରହିଯାଏ। ଯେଉଁ ନାରୀ ସବୁ ପୁରୁଷଙ୍କ ସହ ହସି ହସି କଥା ହୋଇଥାଏ, ବିଶ୍ୱାସ କର ସେ ହୃଦୟରୁ ବହୁତ ଭଲ ହୋଇଥାଏ।